ଦେଖନ୍ତୁ ଯୋଉ ଯୁଦ୍ଧ ଚାଲିଛି ଇରାନ ଆଉ ଇସ୍ରାଏଲ ଆମେରିକା ଭିତରେ এটা ନିହାତି ଭାବରେ ଏକ ଦୁଃଖଦ ସମଗ୍ର ବିଶ୍ୱ ପାଇଁ ଏଇଟା ଦୁଃଖଦ ପରିସ୍ଥିତି ସୃଷ୍ଟି କରୁଛି। ଏଇଟା ଦେଖନ୍ତୁ ଯୁଦ୍ଧ ଯୋଉଠି ବି ହଉ ସମଗ୍ର ବିଶ୍ୱ ପରୋକ୍ଷରେ ପ୍ରଭାବିତ ହେଉଛି। ସବୁଠୁ ବଡ଼ କଥା ହେଲା ଯୋଉ ଅଞ୍ଚଳ ଯୁଦ୍ଧ ଦ୍ୱାରା କ୍ଷତିଗ୍ରସ୍ତ ସେଇ ଅଞ୍ଚଳ ହେଉଛି ଇନ୍ଧନ ବହୁଳ ଅଞ୍ଚଳ। ସମଗ୍ର ବିଶ୍ୱ ଯୋଉ ଅଞ୍ଚଳ ଉପରେ ଇନ୍ଧନ ପାଇଁ ବ୍ୟବହାର ନିର୍ଭର କରୁଥିଲା ସେ ଅଞ୍ଚଳରେ ଯେତେବେଳେ ପ୍ରଭାବିତ ହେଇଛି ଆଉ ବଡ଼ ବଡ଼ ତୈଳ କମ୍ପାନୀ ମାନେ ସେମାନଙ୍କର ପ୍ରଡକ୍ସନ ବି ଦୁଇଟା ତିନିଟା ଫାର୍ମ ବୋଲି ସଂସ୍ଥା ଗୋଟେ ନୂଆ ସେ ସଂସ୍ଥା ତା ଦୁଇ ପ୍ରଡକ୍ସନ ବନ୍ଦ ବି କରିଦେଇଛି। ତ ୟା ଦ୍ୱାରା କ'ଣ ହବ ଧୀରେ ଧୀରେ ଆପଣଙ୍କର ତୈଳ ବଜାରରେ ନିଆଁ ଲାଗିଛି। ଆପଣ ଦେଖନ୍ତୁ ତାର ପ୍ରଭାବ କ'ଣ ପଡ଼ିଛି ଭାରତ ଉପରେ। ମୁଁ ବି ଏପର୍ଯ୍ୟନ୍ତ ତ ଜଣାପଡ଼ୁନି ଇନ୍ଧନ ବଜାର ଉପରେ। ଆପଣଙ୍କ ନିକଟରେ ଗ୍ୟାସ୍ ଦର ଆପଣଙ୍କର 60 ଟଙ୍କା ବଢ଼ିଛି ଗୋଟେ ଆପଣଙ୍କର ଡୋମେଷ୍ଟିକ୍ ଗ୍ୟାସ୍ ଯୋଉଟା ଆଉ ଆପଣଙ୍କର ଯୋଉଟା କମର୍ସିଆଲ ପାଇଁ କନଜମ୍ପସନ୍ ପାଇଁ ଯୋଉଟା 115 ଟଙ୍କା ବଢ଼ିଛି ସିଲିଣ୍ଡର ପିଛା। ତେଣୁ ତାର ପ୍ରଭାବ ଏବେ ତୈଳ ବଜାରରେ ତୈଳ ଦର କ୍ରୁଡ୍ ଅଏଲ ଦର ଯାହା ଅଛି ସେଟା ଯଦି ବଢ଼ି ବଢ଼ିକି $130 ପରେ ବି ପଳେଇଯିବ ତେବେ ଭାରତରେ ମଧ୍ୟ ତୈଳ ବଜାର ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହେବ। ତୈଳ ଦର ବି ହୋଇକି ବଢ଼ିବ। ଆପଣ ଜାଣିଛନ୍ତି ଇନ୍ଧନ ବଢ଼ିଲେ ଆପଣ ସବୁ ପ୍ରକାର ଖର୍ଚ୍ଚ ଆପଣଙ୍କର ବ୍ୟବହାର ବୃଦ୍ଧି ପାଏ। ବୁଝିପାରୁଛନ୍ତି? ତେଣୁ ଏଇଟା ଗୋଟେ ଆମେରିକାର ଔପନିବେଶବାଦୀ ମାନସିକତା କୁ କୌଣସି ବିଶ୍ୱର ଏବେ କୌଣସି ଶକ୍ତି କାହିଁକି ବିରୋଧ କରିପାରୁନାହାନ୍ତି ବିଶେଷ ଭାବରେ। ହେଲେ ଏବେ ରୁଷିଆ ଇରାନ ସପକ୍ଷରେ ମୁହଁ ଖୋଲିଛି। ପୁତିନ କହିଛନ୍ତି ଯେ ଆମେ ତାକୁ ଇରାନକୁ ସମର୍ଥନ ଦବୁ। ତ ଏଭଳି ପରିସ୍ଥିତିରେ ଯେତେବେଳେ ସେପଟେ ଆମେରିକା ଏପଟେ ରୁଷିଆ ଯଦି ଯୁଦ୍ଧରେ ପରୋକ୍ଷ ଭାବରେ ପରସ୍ପର ପ୍ରତିସ୍ପର୍ଦ୍ଧୀ ଭାବରେ ଉଭା ହୁଅନ୍ତି ତେବେ ନିଶ୍ଚିତ ଭାବରେ ଆଗାମୀ ଦିନରେ ଯଦି ଯୁଦ୍ଧ ହୁଏ ଅଧିକ ହୁଏ ବ୍ୟାପକ ରୂପ ନିଏ। ଏବେ ତ ଚାଲିଛି ଅନେକ ପ୍ରୋଜେକ୍ଟ ଅନେକ ପ୍ରକଳ୍ପ ଧ୍ୱସ୍ତ ବିଧ୍ୱସ୍ତ ହେଉଛି। ଅନେକ ତୈଳ ଟ୍ୟାଙ୍କରକୁ ମଧ୍ୟ ବିକ୍ଷେପ କରାଯାଉଛି ବୋମା ମାଡ଼। ଆମେରିକାର ଜାହାଜକୁ ମଧ୍ୟ ଇରାନ ଧ୍ୱସ୍ତ ବିଧ୍ୱସ୍ତ କରୁଛି। ଇରାନର ତୈଳ ଇନଫ୍ରାଷ୍ଟ୍ରକ୍ଚର ଯୋଉ ଭିତ୍ତିଭୂମି ଅଛି ତାକୁ ମଧ୍ୟ ଆମେରିକା ଇସ୍ରାଏଲ ସେମାନେ ତାକୁ ଟାର୍ଗେଟ କରୁଛନ୍ତି ଡ୍ରୋନ୍ ଆଉ ମିସାଇଲ ମାଧ୍ୟମରେ। ଏହା ଦ୍ୱାରା କ'ଣ ହେଉଛି ଆପଣଙ୍କର ତୈଳ ସମ୍ପଦ ଉପରେ ଜଟିଳ ଗୁରୁତର ପ୍ରଭାବ ପକାଉଛି। এটা ସମଗ୍ର ବିଶ୍ୱକୁ ପ୍ରଭାବିତ କରିବା। ସମଗ୍ର ବିଶ୍ୱ ବଜାର ବର୍ତ୍ତମାନ ମାନ୍ଦା ହେବାକୁ ବସିଛି ଏଇ ଯୁଦ୍ଧ ପାଇଁ। ତେଣୁ ଆଗାମୀ ଦିନରେ ୟାକୁ ନେଇକି ମୁଁ ଦେଖୁଛି ଏଠି ଜାତିସଂଘ କ'ଣ ପାଇଁ ଅଛି, ଜାତିସଂଘର ଭୂମିକା ତାହେଲେ କ'ଣ? ଯଦି କୌଣସି ଏକ ରାଷ୍ଟ୍ର ନିଜ ଉପନିବେଶବାଦୀ ମାନସିକତା ପାଇଁ ନିଜ ପାଖରେ ଦମ ଅଛି ବୋଲି ସିଏ ଯଦି ଅନ୍ୟ ରାଜ୍ୟ ଉପରେ ତ ରାଜରାଜୁଡ଼ା ଶାସନ ଭଳି ହେଇଗଲା। ଆଗ କାଳରେ ରାଜା ମାନେ ଯାହାର ବଳ ଥିଲା ସିଏ ତା ଉପରେ ଆକ୍ରମଣ କରୁଥିଲେ। ସେ ରାଜତନ୍ତ୍ର ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହେଇଯାଇଛି ଏବେ। କାରଣ ଆମେରିକା ଯାହା ଚାହୁଁଛି ତାହା କରୁଛି। ତା ମାନେ ଏଠି ବର୍ତ୍ତମାନ ଆଉ ଗୋଟେ ଜାତିସଂଘର ଆବଶ୍ୟକତାଟା କ'ଣ ଆମେ ଆଉ ବୁଝିପାରୁନାହୁଁ। ବୁଝିପାରୁଛନ୍ତି ତ? ତେଣୁ ନିହାତି ଭାବରେ ଏଠି କିଛି ଗୋଟେ ସକାରାତ୍ମକ ଯୁଦ୍ଧ ପରିସ୍ଥିତି ଆଉ ବ୍ୟାପକ ନ ହେଇ କିଛି ନା କିଛି ଗୋଟେ ସମାଧାନର ବାଟ ବାହାରିବା ଦରକାର। ବାଟ କିଏ କାଢିବ? ଜାତିସଂଘ କାଢିବା କଥା। ଜାତିସଂଘ ୟାର ଗୋଟେ ସମାଧାନ ହସ୍ତକ୍ଷେପ କରିବା କଥା। ଜାତିସଂଘ ଯୋଉଠି ନୀରବ ସମଗ୍ର ବିଶ୍ୱ ସେଠି ଅସହାୟ। ତେଣୁ ଏଇ ଯୋଉ ଯୁଦ୍ଧ ପରିସ୍ଥିତିଟା ହେଇଛି ନିହାତି ଭାବରେ ଆଗାମୀ ଦିନରେ ଆମର ଜୀବନ ସମଗ୍ର ବିଶ୍ୱ ଜୀବନଧାରାକୁ এটা ନିଶ୍ଚିତ ଭାବରେ ପ୍ରଭାବିତ କରିବ। ଏବେ ତ ପ୍ରଭାବିତ କରିବା ଆରମ୍ଭ କଲେଣି। ଯଦି ବାସ୍ତବିକ ତୈଳ କ୍ରୁଡ୍ ଅଏଲ ଦର ବି ବଢ଼ିଯାଏ ଆପଣଙ୍କର ଦେଖନ୍ତୁ କୁଆଡ଼େ କୁହନ୍ତି ତେଲ ଖାଇବା ତେଲ ଦର ବି ବଢ଼ିଲାଣି। ବଜାର ଦର ସ୍ୱାଭାବିକ ଯେହେତୁ ପରିବହନ ଖର୍ଚ୍ଚ ବଢ଼ିବ ଯଦି ତେଲ ଦର ବଢ଼ିଲେ ତେବେ ଆମ ବଜାର ଦୈନନ୍ଦିନ ଖର୍ଚ୍ଚ ମଧ୍ୟ ବଢ଼ିବ। ତେଣୁ ଗୋଟେ ଆମେରିକାର ଗୋଟେ ଉପନିବେଶବାଦୀ ମାନସିକତା ପାଇଁ ସମଗ୍ର ବିଶ୍ୱ ଏବେ ପ୍ରଭାବିତ ହେଉଛି। ତେଣୁ ଏ ଜିଦ୍ରୁ ସମସ୍ତେ ଓହରିବା ଦରକାର। ଆଉ ଯଦି ସେପଟେ ଆମେରିକା ଏପଟେ ରୁଷିଆ ଉଭୟ ଯଦି ପରମାଣୁ ଶକ୍ତି ଯଦି ମୁହାଁମୁହିଁ ହେଇଗଲେ ପରିସ୍ଥିତି ଯଦି ସେଭଳି ପରିସ୍ଥିତି କିଛି ସୃଷ୍ଟି ହେଲା ତାହେଲେ ଏଇଟା ତୃତୀୟ ବିଶ୍ୱଯୁଦ୍ଧ ହେବା ପାଇଁ ତୃତୀୟ ବିଶ୍ୱଯୁଦ୍ଧର ମାନ୍ୟତା ନେବା ପାଇଁ
ଆଉ ବେଶୀ ବାଟ ନୁହେଁ। ତେଣୁ ନିହାତି ଭାବରେ କିଛି ଗୋଟେ ବାଟ ବାହାରିବା ଦରକାର। ଏ ଯୁଦ୍ଧକୁ କେମିତି ନା କେମିତି ପରିସ୍ଥିତିରେ ନିୟନ୍ତ୍ରଣ କରିବା ଦରକାର, ଅଟକେଇବା ଦରକାର ସମଗ୍ର ବିଶ୍ୱର ମଙ୍ଗଳ ପାଇଁ। सर ओडिशा व्यवसायी संघ कहते ओडिशा 15 दिन तेल स्टक रही भी 5 टंका नखा जो रिफाइन तेल दर वृद्धि पाई व्यवसायी संघ कहे आम ओडिशा रे तेलर 15 दिन आम कथ अच्छे कि आमको दरकार होती आम 15 दिन पर्यंत आम कथ स्टक एटार वास्तवता राज्य सरकार तदंत करंतु। मु कहवा कथा व्यवसायी संघ कही दउची 15 दिन खाइबा तेल अच्छी। एटा जदि सत्य तेगे आगामी दिन में गोटे गुरुतर दर वृद्धि को आपण एड़े पारिबे नाही। यह सत्यता हो बा व्यवसायी मानकर चातुरी हो पारे। कारण जेते बेले गोटे परिस्थिति सृष्टि आपण देखिथिबे आलू संकट होला बेले व्यवसायी माने आलू को नेकी मध्य गोटे भिन्न मत सेते बेले प्रकाश पाइतला दर हठात वृद्धि हो जाइतला। सेमिति तेल खाइबा तेलटा समस्तंकर नित्य व्यवहार्य। तेणु सेटा जते बेले से कहउछन 15 दिन पई अछि राज्य सरकार ए घटनार संज्ञान नबा उचित। ओडिशा रे वास्तव में 15 दिन पई तेल अछि कि जदि अछि तार विकल्प व्यवस्था कौन होबा दरकार। राज्य सरकार आउ से आगुर जो आलू ट्रेन रे आसुची बोली कहिला भली सेमिति न करी वास्तव स्थिति को अनुध्यान करी व्यवसायी संघ गोटे चेतावनी देला भली देलेनी। एटा गोटे चेतावनी हम मानक पाई चेतावनी तो देई नाहंती किंतु एटा गोटे समग्र ओडिशा पई गोटे ओडिशा बाजार पई तेल अभाव पड़िबो बोली से कहि सारलेनी। 15 दिन पर हुई तो तेलर संकट आसी पारे खाइबा तेलर। जदिओ पेट्रोलियम जात पदार्थ बा पेट्रोलियम उपजात जहाँ भी पदार्थ सफिशिएंट अछि बोली केंद्र सरकार कहउचंती किंतु खाइबा तेल दर खाइबा तेल दर किछि किछि को तेलर मध्य बढ़िबा आरंभ होलानी। एई परिस्थितिर फायदा उठे आइदर अभाव जनित हो बा लोकंकर मानसिकता को जो व्यवसायी मानकर मानसिकता हो से भिन्न कथा। राज्य सरकार ए घटनार संज्ञान नियंतु केते तेल स्टॉक अछि राज्यवासी की जणांतु। व्यवसायी संघ तो कहि 15 दिन पई अछि ता माने 15 दिन परे परिस्थिति होय तो भिन्न हेई पारे। बेଳ थाउ बंध न बांधिले घाई होबा स्वाभाविक। तेणु राज्य सरकार को एठी अनुरोध जे आपण एटा गोटे जेहेतु कंज्यूमर ड्यूरेबल आइटम लोकंकर आवश्यकता पड़ुची से दिगटी को आपण अनुध्यान करंतु। हल्का भाव मंतव्य दियंतु नाही, हल्का भाव किछि नियंतु नाही। ए परिस्थिति 15 दिन पर जटिल हेई पारे। तेणु ता पूर्व राज्य सरकार मानसिक स्तर रे प्रस्तुत रहिबा दरकार। आम बाजार को केमिति पर्याप्त तेल कोठु आनी पारिबा खाइबा तेल को जगार आम आमदानी करि पारिबा आनिकरी बाजार रे मौजूद रखि पारिबा अत्यधिक दर वृद्धि को आम एड़े पारिबा सेथिपई राज्य सरकार को एटा गुरु दायित्व अछि। मार्केट इंटेलिजेंस को से माने सक्रिय करंतु और मार्केटिंग इंटरवेंशन करंतु तुरंत जे सतरे स्थिति कोन आउ 15 दिन पर जटिल हबो कि। तेणु राज्य सरकार को गुरु दायित्व अछि। आमे समस्त अनुरोध करिबा राज्य सरकार को ए घटनार संज्ञान नियंतु आवश्यक पदक्षेप समय पूर्व नियंतु।